ପାଞ୍ଚଟି ପ୍ରଶ୍ନରୁ ଯେଉଁମାନେ ତିନୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେବେ ତାଙ୍କୁ ମିଳିବ ଏହି ପୁରସ୍କାର। ତେବେ ଆମର ଉପମୁଖ୍ୟମନ୍ତ୍ରୀ ଦୁଇ ଜଣ ଅଛନ୍ତି, ଦୁଇ ଜଣଙ୍କ ନାଁ କ'ଣ? ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆମର ଇଏ ମୋଦି। ସବୁଦିନ କେବଳ ରାଜନୀତି ବିଷୟରେ ଆମେ ଆଲୋଚନା କରୁଥିଲେ, କିନ୍ତୁ ଆଜିଠାରୁ ଆମେ ରାଜନୀତି ବିଷୟରେ ଆଲୋଚନା ନ କରି ରାଜନୈତିକ ଦଳକୁ ନେଇ ବ୍ୟକ୍ତିମାନଙ୍କୁ ନେଇ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆମେ କରିବା। ଆଉ ଯେଉଁମାନେ ସଠିକ୍ ଉତ୍ତର ଦେବେ ସେମାନଙ୍କୁ ଆମ ଟିମ୍ ତରଫରୁ ଗୋଟେ ବଢ଼ିଆ ପୁରସ୍କାର ମିଳିବ। ତେବେ ଡେରି କରିବାନି, ଆମ ପାଖରେ ଭାଇମାନେ ଅଛନ୍ତି ଦେଖିପାରୁଥିବେ। ପାଞ୍ଚଟି ପ୍ରଶ୍ନରୁ ଯେଉଁମାନେ ତିନୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେବେ ତାଙ୍କୁ ମିଳିବ ଏହି ପୁରସ୍କାରଟି। ଭାଇଙ୍କ ସାଙ୍ଗରେ ଆଲୋଚନା କରିବା। ଭାଇ ନମସ୍କାର। ନମସ୍କାର ଭାଇ। ନାଁ କ'ଣ? ଧର୍ମାନନ୍ଦ ରାଉତ। ତେବେ ପ୍ରଥମ ପ୍ରଶ୍ନ ରହିବ, ଓଡ଼ିଶାର ଆଇନ ମନ୍ତ୍ରୀ କିଏ? ଆଣିମତି ଆମ ପୁରୀର କ'ଣ ସେ ପୁରୀର ଅଛି ଆମର ଭାଇ ପାଖାପାଖି ଯାଉଛନ୍ତି କିନ୍ତୁ ନାଁ ତ କହିବାକୁ ପଡ଼ିବ। ସେଇଟା ତେବେ ପାଞ୍ଚଟାରୁ ତିନୋଟି ସଠିକ୍ ଦେଲେ ଚଳିବ। ଓଡ଼ିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ କିଏ? ତ ନୂଆ ମନ୍ତ୍ରିମଣ୍ଡଳ ସବୁ ହେଇଛନ୍ତି ତ ଆମର ଟିକେ ଏତେ ଅଭ୍ୟାସ ହେଇନି ଆଉ କ'ଣ। ଆପଣ 25 ବର୍ଷ ଧରି ଦୀର୍ଘ ଦିନ ଧରି ବିଜେଡି ସରକାର ସହିତ ସଂଶ୍ଳିଷ୍ଟ ଥିଲେ, ସେଥିପାଇଁକି ଟିକେ ନୂଆ ନୂଆ ଖାପ ଖାଉନି। ତେବେ ଭାଇଙ୍କୁ ଫୋକସ କର। ଆଉ ଗୋଟେ ପ୍ରଶ୍ନକୁ ଯିବା। ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ କିଏ? ଆମ ପାରାଦୀପ MLA କ'ଣ ତାଙ୍କ ନା ପ୍ରତାପ ସ୍ୱାଇଁ ନା କ'ଣ? ଓହୋ, ସବୁ ମନେ ଅଛି କି ନାଁଟା ମୋର ମନେ ପାରାଦୀପ MLA ବା। ଆମେ ମନା କଲୁ କି? ଆମେ କହୁଛୁ ହଁ ଠିକ୍ କହିଲେ, ଅଧା ଠିକ୍ କହିଲେ, ଆଉ ଅଧା ତାଙ୍କ ନାଁଟାକୁ କହିଲେ। ପାରାଦୀପ MLA ନାଁ କ'ଣ? ମାନେ ଦୁଃଖର କଥା, ଭାଇଙ୍କର ଘର ପାରାଦୀପ ଅଞ୍ଚଳରେ କିନ୍ତୁ ତାଙ୍କ MLA ନାଁ ଜାଣିନାହାନ୍ତି। ଜାଣିଲେ କ'ଣ ମନେ ପଡ଼ୁନି, ହଠାତ୍ କ'ଣ ମନେ ପଡ଼ିବ ସବୁ କେସରେ ସମୟ ଦରକାର ନା ଆଉ। ଆମେ ତେବେ ସବୁଠାରୁ ବଡ଼ କଥା, ଚତୁର୍ଥ ପ୍ରଶ୍ନକୁ ଯିବା। ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମ କ'ଣ? ଫୋକସ୍ କର। ନାଇଁ ଆମେ କହିପାରିବା ଭାଇ ଚାରୋଟି ପ୍ରଶ୍ନ ଆଉ ହଠାତ୍ ମନେ ପଡ଼ୁନା। ଆମେ ମଟରରେ ବ୍ୟସ୍ତ ଅଛୁ ନା, ସମୟ ଦେଲେ ଏଗୁଡ଼ା ସବୁ କହି ମୁଁ ପାଖାପାଖି ଜାଣିଛୁ ନା କିଏ କ'ଣ ମୁଁ କହିନୁ କେଉଁ ଏରିଆରେ କ'ଣ କହିନେଉଛି କିନ୍ତୁ ହେଲେ ଚାରୋଟି ପ୍ରଶ୍ନର ଭାଇ ଉତ୍ତର ଟିକେ ମନେ ପକାଇ ପାରିଲେନି। ଫାଇନାଲି ଗୋଟେ କଥା କହିବା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଦୁଇ ଜଣ, ତାଙ୍କ ନାଁଟା କ'ଣ? ପ୍ରଭାତୀ ପରିଡ଼ା ଆଉ ଅନ୍ୟ ଜଣେ ଗିରିଧର ସରି ଅଭ୍ୟା କହୁଥିଲେ ପ୍ରଭାତୀ ପରିଡ଼ା କେମ୍ପି ଚନ୍ଦ। ଏତେବେଳେକରେ ଭାଇ ତାଙ୍କର ଉତ୍ତର ସଠିକ୍ ଦେଲେ, ପାଞ୍ଚଟିରୁ ଗୋଟାଏ ଦେଲେ, କିନ୍ତୁ ଆମର କଣ୍ଡିସନ୍ ଥିଲା ଯେ ପାଞ୍ଚଟି ପ୍ରଶ୍ନରୁ ଯେଉଁମାନେ ତିନୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେବେ ତାଙ୍କୁ ମିଳିବ ମୋ ହାତରେ ଥିବା ଏଇ ପୁରସ୍କାରଟି। ଦେଖିପାରୁଥିବେ ସେ ଯାହା ବି ହଉ ସମ୍ପଦ ସ୍ୱାଇଁ ଆପଣଙ୍କର ସାଙ୍ଗ MLA କଥା ସେ ମନେ ରଖିବେ। କେମିତି ଲାଗୁଛି ଆମର ଏ କାର୍ଯ୍ୟକ୍ରମ? ଭଲ ଲାଗୁଛି ଆଉ ଭଲ ଲାଗୁଛି, ଲୋକମାନେ ଉତ୍ସାହୀ ହେବେ, ଶୁଣିବେ, ଖୁସି ହେବ ନା। ନା କ'ଣ? ହରିପ୍ରସାଦ ଦ୍ୱିବେଦୀ। ରେଡି ରେଡି ଆଜ୍ଞା ପଚାରନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ମୋହନ ଚନ୍ଦ୍ର ମାଝୀ। ଆଚ୍ଛା, ମୋହନ ସାର୍ କେମିତିକା ଲୋକ? ଭଲ ଲୋକ। ସଠିକ୍ ଉତ୍ତର। ସରଳ। ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମ କ'ଣ? ଆଉ ସ୍ୱାସ୍ଥ୍ୟ ମଧ୍ୟ ହେଇଟା କହିପାରିବିନି। ଠିକ୍ ଅଛି, ତେବେ ତୃତୀୟ ପ୍ରଶ୍ନକୁ ଯିବା। ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନାମ କ'ଣ? ହେ ହେ ମନେ ନାହିଁ, ମୋର ମନେ ନାହିଁ। ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ତ୍ରିପାଠୀ ଆଉ ଜଣେ ସେ ତ ପ୍ରଭାତୀ ପରିଡ଼ା। ତମେ ବ୍ରାହ୍ମଣ ବୋଲି ତାଙ୍କୁ ବ୍ରାହ୍ମଣୀ କରିଦେଲ। ପ୍ରଭାତ ତମର ବ୍ରାହ୍ମଣ ଘରଟି, ଆଜ୍ଞା। ତମେ ତାଙ୍କୁ ତ୍ରିପାଠୀ କରିଦେଲ। ପ୍ରଭାତୀ ପରିଡ଼ା। ପରିଡ଼ା ତ୍ରିପାଠୀ ନୁହଁ। ଆଉ ଜଣେ କିଏ ଜାଣି ମୋର ମନେ ନାହିଁ। ତ ଆପଣ ଏଇ କାର୍ଯ୍ୟକ୍ରମରେ ଆଉ ଗୋଟେ ପ୍ରଶ୍ନ ବାକି ରହିଗଲା। ଓଡ଼ିଶାର ଶିକ୍ଷାମନ୍ତ୍ରୀଙ୍କ ନାମ କ'ଣ? ହଁ ମୋର ମନେ ନାହିଁ ସେଟା। କେବଳ ମୋହନ ଚରଣ ମାଝୀ ଏବଂ ପ୍ରଭାତୀ ପରିଡ଼ା। ଆଚ୍ଛା, ହଁ ଦୁଇ ଜଣଙ୍କ ନାମ ରଖିଛ। ଆଚ୍ଛା, ମନେ ହଉ, ସେଠି ଧୀରେ ଧୀରେ ଅଭ୍ୟାସ ହେଲେ ପୁରୁଣା ହେଲେ ମନେ ରହିଯିବନି। ଏଇଟା ମନେ ରଖୁଛି, ପାଠ ପଢ଼ିଲା ବେଳେ ସବୁ ମନେ ରଖୁଥିଲୁ। ତେବେ ଆମର ଉପମୁଖ୍ୟମନ୍ତ୍ରୀ ଦୁଇ ଜଣ ଅଛନ୍ତି, ଦୁଇ ଜଣଙ୍କ ନାଁ କ'ଣ? ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆମର ଇଏ ମୋଦି। ଉପମୁଖ୍ୟମନ୍ତ୍ରୀ ମୁଁ କେହି ଜାଣିନି, ଜଣା ନାହିଁ। ଆପଣଙ୍କ ନାଁ କ'ଣ? ଚନ୍ଦନ। ତମ ନାଁ? ସୌରଭ। ସୌରଭ ଭାଇ। ତେବେ ଦୁଇ ଭାଇ ଆମ ସହିତ ଅଛନ୍ତି, ଆଲୋଚନା କରିବା। ପ୍ରଥମ ଫୋକସ୍ କରିବା ଏ ଭାଇଙ୍କୁ, ଫୋକସ୍ କର। ତେବେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାଁ କ'ଣ?
ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ କ'ଣ? ଜାଣିନି। ହଉ ଗୋଟାଏ ଗଲା। ତେବେ ଆଉ 4ଟାରୁ 3ଟି ପ୍ରଶ୍ନ ସଠିକ୍ ଦେବାକୁ ଚେଷ୍ଟା କରିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କିଏ ଅଛନ୍ତି? नो आइडिया। ତୃତୀୟ ପ୍ରଶ୍ନ ପଚାରିବା। ଓଡ଼ିଶାରେ 2 ଜଣ ଉପମୁଖ୍ୟମନ୍ତ୍ରୀ, ତାଙ୍କ ନାଁ କ'ଣ? ମୋହନ ମାଝୀ। ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ନୁହେଁ। ଏଇଟା ଉପ ଲାଗିଗଲା ତାଙ୍କ ତଳ ପୋଷ୍ଟଟା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କର ନାମ କ'ଣ? ସେ 2 ଜଣ ବ୍ୟକ୍ତିତ୍ୱ, ଡେଲି ତାଙ୍କୁ ଟିଭିରେ ଦେଖୁଛ ବା? ଭାଇ ତମେ କୁହ। अपराजिता षडंगी। ସିଏ ସାଂସଦ, ଉପମୁଖ୍ୟମନ୍ତ୍ରୀ କେମିତି ହେଲେ? ସେ MP। हाँ ଛାଡ଼ ଭାଇ ଯାହା କହୁଥିଲେ ଠିକ୍। ଭାଇ ଭାଇ ଟିକେ ବୁଲାଅ। ଭାଇ ଆଜି ସକାଳୁ କ'ଣ ଖାଇଛ? ସରଳିଆ ପ୍ରଶ୍ନ ପଚାରିବା। ସରଳ ପ୍ରଶ୍ନ ହେଉଛି ଓଡ଼ିଶାର ଆଇନମନ୍ତ୍ରୀ, ତାଙ୍କ ନାଁ କ'ଣ? ପ୍ରଥମ ପ୍ରଶ୍ନ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେତେ ଜଣ ଅଛନ୍ତି? 2 ଜଣ। ତେବେ 2 ଜଣଙ୍କର ନାଁ କ'ଣ? उपमुख्यमंत्री नो आइडिया। କଥା ହେଉଛି 25 ବର୍ଷ ବିଜେଡ଼ି ସରକାର ଥିଲା ତ, ତେଣୁକରି ତାଙ୍କ ମନ୍ତ୍ରିମଣ୍ଡଳ ତାଙ୍କ MLA ମାନଙ୍କୁ ମନେ ରଖା ହେଇଥିଲା, କିନ୍ତୁ ଏବେ ଟିକେ ନୂଆ ଟିକେ ମନେ ରହିନି କ'ଣ? ହଁ ହଉ। ତେବେ ଆମର ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ କିଏ ଅଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ? के ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଅଛନ୍ତି? 3 ନମ୍ବର ପ୍ରଶ୍ନ। ଆମର ये मोहन चरण माझी। ମୋହନ ଚରଣ ମାଝୀ। ଏ ନାଁଟା ପୁରା ସୁଭଦ୍ରା ଟଙ୍କା ଦେଇଛନ୍ତି ନା ସିଏ ଦେଇଥିଲେ ନା ଆଉ କିଏ ଦେଇଥିଲେ ବା? ଆଜ୍ଞା। ତାଙ୍କ ନାଇଁ, ତାଙ୍କ ଉପମୁଖ୍ୟମନ୍ତ୍ରୀ ଲିଡ୍ କରୁଥିଲେ, ମିଶନ ଶକ୍ତି ମୁଖ୍ୟ। ଆଚ୍ଛା ହଉ। ତେବେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ କିଏ ଅଛନ୍ତି? नो आइडिया। ତେବେ ଆମେ ଶେଷ ପ୍ରଶ୍ନ ଯିବା। ହଁ ଶେଷ ଭାଇ ଦିଦି ତୁମର 4ଟାରୁ ଗୋଟାଏ ଠିକ୍ କହିଦେଲେ, ଆଉ ଗୋଟିଏ କ'ଣ ପଚାରିବା? ଓଡ଼ିଶାର ରାଜଧାନୀ କ'ଣ? ओडिशार ଓଡ଼ିଶାର ରାଜଧାନୀ भुवनेश्वर भुवनेश्वर ଭୁବନେଶ୍ୱର ସଠିକ୍ ଉତ୍ତର। କିନ୍ତୁ ଆମର କଣ୍ଡିସନ୍ ଥିଲା 5ଟାରୁ 3ଟି ପ୍ରଶ୍ନର ସଠିକ୍ ଉତ୍ତର। ତୁମେ ଦେଲ 2ଟା। ଭୁବନେଶ୍ୱର କହିଲ ଠିକ୍, ଓଡ଼ିଶାର ରାଜଧାନୀ, ଆଉ ଗୋଟେ କହିଲ କ'ଣ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ବାକି କହିପାରିଲ ନା। ତଥାପି ଦିଦିମାନଙ୍କୁ କ'ଣଟେ ଦେବ ନା ଆଉ।